ହ୍ୟୁମାନ ସାଗରଙ୍କର ମୃତ୍ୟୁକୁ ନେଇ ମଜାକ ଉଡ଼ାଉଥିବା ମିଡ଼ିଆ ବାଲାମାନେ ଆଜି ଶୁଣି ରଖନ୍ତୁ। ହ୍ୟୁମାନ ସାଗରଙ୍କୁ ଏମିତି କଦର୍ଯ୍ୟହୀନ ଭାବରେ ନିଜ ନିଜ ଚ୍ୟାନେଲରେ ଦେଖାଇବା ପାଇଁ ଚେଷ୍ଟା କରୁଥିବା ଲୋକମାନେ ଆଜି ଶୁଣି ନିଅନ୍ତୁ। କାହିଁକି ମୁଁ କହୁଛି, କାରଣ ହ୍ୟୁମାନ ସାଗରଙ୍କର ମୃତ୍ୟୁ ପରେ ପରେ ଗୋଟିଏ ବ୍ୟକ୍ତିଙ୍କର ଚେହେରା ଆପଣ ବେଶୀ ଦେଖିଥିବେ, ସିଏ ହେଲା ଭୂତ ସଭାପତି। ତାଙ୍କର ଜନ୍ମ ତାରିଖ, ସମୟ, ଜନ୍ମସ୍ଥାନ କିଛି ନାହିଁ। ତାଙ୍କ ନାଁ କେବଳ ହ୍ୟୁମାନ ସାଗର। ସେ ଭୂତ ସଭାପତି ଅନ୍ୟ କେଉଁ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାର ଆତ୍ମାକୁ ଜାଣେ ନାହିଁ କିମ୍ବା ସେହି ଆତ୍ମା ବିଷୟରେ ତାର କହିବାର ଅକାତ ନାହିଁ। ହ୍ୟୁମାନ ସାଗର ମରିଗଲେ ତ ହ୍ୟୁମାନ ସାଗରଙ୍କର ଆତ୍ମାକୁ ନେଇ ସେ ଏମିତି କଥା ଗୁଡ଼ିକ କହୁଛି, ଆସ ମୁଁ ଦେଖେଇଦେବି। ହ୍ୟୁମାନ ସାଗର ମୋ ପାଖକୁ ଆସିଥିଲେ, ମୁଁ ହ୍ୟୁମାନ ସାଗରଙ୍କର ଆତ୍ମାକୁ ଅମୁକ ଜାଗାକୁ ପଠେଇଦେଲି, ସମୁକ ଜାଗାକୁ ପଠେଇଦେଲି। ଆଉ ସେ ନ୍ୟୁଜ୍ ବାଲାମାନେ ମଧ୍ୟ ଯାହାର କି ଶରମ ଟିକେ ନାହିଁ, ଲାଜ ଟିକେ ନାହିଁ, ସେମାନେ ଭ୍ୟୁଜ୍ ପାଇଁ ବୋଲି ସେହି ଭଣ୍ଡ ଲୋକ ପାଖକୁ ଯାଉଛନ୍ତି ଏବଂ ହ୍ୟୁମାନ ସାଗର ଛବି ଲଗେଇ ଭ୍ୟୁଜ୍ ନେବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଆଜିର ଭିଡ଼ିଓରେ ଅନେକ କଥାର ପରଦା ମୁଁ ହଟାଇବା ପାଇଁ ଚାହିଁବି। କ'ଣ ବାସ୍ତବରେ ଜଣେ ମନୁଷ୍ୟ ମରିଗଲା ପରେ ତାର ଆତ୍ମା ଲୋକମାନଙ୍କୁ ଦେଖାଦିଏ କି? ଲୋକମାନଙ୍କ ସହିତ କଥା ହୁଏ କି? ନିଜର ଘରକୁ ଯାଏ କି? ନିଜର ସାଙ୍ଗସାଥି ଲୋକମାନଙ୍କୁ ଚିତ୍କାର କରି ଡାକେ କି? କିମ୍ବା ରାତି ସମୟରେ ନିଜ ଲୋକମାନଙ୍କୁ ଡରାଇଥାଏ କି? କ'ଣ ମଶାଣିରେ ଆତ୍ମା ବୁଲୁଥାଏ କି? ଏ ସମସ୍ତ ବିଷୟ ଆମ ଭାରତରେ ଗୋଟେ ସାଧାରଣ ବିଷୟ ଅଟେ। ଆମ ଭାରତରେ ଲୋକମାନେ ଏହାକୁ ଗ୍ରହଣ କରି କରି ସେମାନେ ହାଲିଆ ହୋଇଯାଇଛନ୍ତି। ତେବେ ପ୍ରିୟର ଭାଇ ଭଉଣୀମାନେ, ଜଣେ ମନୁଷ୍ୟ ମରିବା ପରେ ପୃଥିବୀରେ ତାର ଆତ୍ମା ଏପଟେ ସେପଟେ ଘୁରି ବୁଲେ ନାହିଁ। ସିଏ ଯେମିତିକା ଆତ୍ମା ହେଇଥାଉ ନା କାହିଁକି, ଯେମିତିକା ମୃତ୍ୟୁ ହେଇଥାଉ ନା କାହିଁକି, ସେ ଆତ୍ମା ପୃଥିବୀରେ ବୁଲେ ନାହିଁ। ଆପଣ ଏହି କଥାକୁ କାହିଁକି ବୁଝୁନାହାନ୍ତି? ଆତ୍ମା ଡାଇରେକ୍ଟ ଦୁଇଟି ଜାଗାକୁ ଯାଇଥାଏ, ଗୋଟିଏ ପାତାଳ, ଆଉ ଗୋଟିଏ ଅବ୍ରାହମଙ୍କର କୋଳ, ପାରଦିଶ। ଏହି କଥାକୁ ଖ୍ରୀଷ୍ଟିଆନ ଲୋକମାନେ କାହିଁକି ବୁଝନ୍ତି ନାହିଁ? ଲୁକ 16:19-31 ଯଦି ଆପଣ ପଢ଼ିବେ, ସେହି ସ୍ଥାନରେ ଦୁଇ ଜଣ ବ୍ୟକ୍ତିଙ୍କର ଗୋଟିଏ କାହାଣୀ, ଗୋଟିଏ ଘଟଣା ଯୀଶୁ ଖ୍ରୀଷ୍ଟ କହୁଛନ୍ତି। ଯୀଶୁ କହୁଛନ୍ତି, ଗୋଟିଏ ଗାଁରେ ଦୁଇ ଜଣ ବ୍ୟକ୍ତି ବସବାସ କରୁଥିଲେ। ଜଣେ ଧନୀ ବ୍ୟକ୍ତି ଆଉ ଜଣେ ଗରିବ ଲାଜାର, ଯିଏକି ପୀଡ଼ିତ। ଧନୀ ବ୍ୟକ୍ତି ସବୁବେଳେ ନିଜର ଧନ ସମ୍ପତ୍ତି ଐଶ୍ୱର୍ଯ୍ୟକୁ ଉପଭୋଗ କରୁଥିଲେ, ଆନନ୍ଦର ସହିତ ରହୁଥିଲେ। କିନ୍ତୁ ସେହି ସମୟରେ ସେହି ଧନୀ ବ୍ୟକ୍ତିଙ୍କର ଯେଉଁ ରାଜପ୍ରସାଦ ସମ୍ମୁଖରେ ବସି ଭିକ ମାଗୁଥିଲେ ଏବଂ ତାଙ୍କ ଶରୀରରେ ଘା ଗୁଡ଼ିକ ପୂର୍ଣ୍ଣ ହୋଇଥିଲା ଏବଂ ତାଙ୍କ ଘା ଗୁଡ଼ିକକୁ କୁକୁରମାନେ ଚାଟୁଥିଲେ। କିନ୍ତୁ ସମୟ ଆସିଲା ଯେ ଲାଜାର ମରିଗଲେ ଏବଂ ସେ ଅବ୍ରାହମଙ୍କ କୋଳକୁ ଚାଲିଗଲେ। ଆମମାନେ ଯେଉଁ କଥାକୁ କହୁଅଛୁ RIP, ରେଷ୍ଟ ଇନ୍ ପିସ୍, ଏହି ରେଷ୍ଟ ଇନ୍ ପିସ୍ ଶବ୍ଦ କୌଣସି ହିନ୍ଦୁ ଧର୍ମରେ କିମ୍ବା କୌଣସି ମୁସଲମାନ ଧର୍ମରେ ନାହିଁ, ବରଂ ଏହି ରେଷ୍ଟ ଇନ୍ ପିସ୍ଟା ଖ୍ରୀଷ୍ଟିଆନ ଧର୍ମର ୱାର୍ଡ଼ ଅଟେ, ଶବ୍ଦ ଅଟେ। ଯେ ଜଣେ ବ୍ୟକ୍ତି ଯଦି ଧାର୍ମିକ ଜୀବନଯାପନ କାଟି ମୃତ୍ୟୁବରଣ କରେ, ତାହେଲେ ସେ ରେଷ୍ଟ ଇନ୍ ପିସ୍ ମାନେ ଶାନ୍ତିରେ ବିଶ୍ରାମ କରିବ। କିନ୍ତୁ ଯେଉଁ ଲୋକ ଈଶ୍ୱର ବିରୋଧୀ କାମ କରିଥିବ, ଅଧର୍ମ କାମ କରିଥିବ, ପରିତ୍ରାଣ ପାଇନଥିବ, ସିଧା କଥା, ସେହି ବ୍ୟକ୍ତି ସେ କ'ଣ କରିବ? ପାତାଳକୁ ଯିବ, ଯେଉଁଠିକି ଅଗ୍ନିର ଯନ୍ତ୍ରଣା ଥାଏ, ଯେଉଁଠିକି ଜୀବରେ ଗୋଟିଏ ପାଣି ପକାଇବା ପାଇଁ ମଧ୍ୟ ଲୋକମାନେ ଆକୁଳ ହୁଅନ୍ତି। ଏକ୍ଜାକ୍ଟଲି ସେହି ଜାଗାକୁ ଧନୀ ଲୋକର ମୃତ୍ୟୁ ପରେ, ତାକୁ କବର ଦେବା ପରେ ଧନୀ ଲୋକ ସେହି ଜାଗାକୁ ଗଲା, ଯେଉଁଠିକି କେବଳ ଦନ୍ତର କିଡ଼ିମିଡ଼ି ହେଉଥିବ, ଲୋକମାନେ ଦାନ୍ତ ଚୁବଉଥିବେ, ଏତେ କଷ୍ଟ, ଏତେ କଷ୍ଟ। ତେବେ ସେହି ସ୍ଥାନକୁ ଯିବା ପରେ ଧନୀ ବ୍ୟକ୍ତି ସେ ଲାଜାରଙ୍କୁ ଦେଖୁଅଛି। ଚିନ୍ତା କରନ୍ତୁ, ମୃତ୍ୟୁ ପରେ ଜଣେ ମନୁଷ୍ୟ ଯେତେ ଦୂର ଥିଲେ ମଧ୍ୟ
ଲୋକଙ୍କୁ ଦେଖିପାରିବ, ଚିହ୍ନି ପାରିବ। ସେ ନରକରେ ଥାଇ ଅବ୍ରାହମଙ୍କ କୋଳ ପାରଦିଶକୁ ଦେଖିପାରୁଥିଲେ ଏବଂ ଏତେ ସ୍ପଷ୍ଟ ଭାବରେ ଚିହ୍ନି ପାରୁଥିଲେ ଯେ ସେ ଲାଜାର ଅଟେ। ସେ ପୃଥିବୀରେ ଥିବା ସମୟରେ ଆମ ଘରର ସାମ୍ନାରେ ଭିକ ମାଗିକି ଖାଉଥିଲା। ସେହି ସମୟରେ ଅବ୍ରାହମଙ୍କୁ ସେହି ଧନୀ ବ୍ୟକ୍ତି କହୁଛନ୍ତି ଯେ ହେ ପ୍ରଭୁ, ଲାଜାରଙ୍କୁ ମୋ ପାଖକୁ ପଠାଇ ଦିଅ, ସିଏ ଆସି ମୋ ଜିଭାରେ ଗୋଟିଏ ଟୁପ ପାଣି ପକାଇ ଦେଉ। ଦେଖନ୍ତୁ କେତେ କଷ୍ଟକର ବିଷୟ, କେତେ ଦୁଃଖର ବିଷୟ। ଯେଉଁ ବ୍ୟକ୍ତି ପୃଥିବୀରେ ସମସ୍ତ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ, ସମସ୍ତ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ, କିନ୍ତୁ ପ୍ରଭୁଙ୍କୁ ପାଇନଥିବ, ସେହି ବ୍ୟକ୍ତିର ଅବସ୍ଥା ପାତାଳରେ ହେବ ଏବଂ ତାର ଯନ୍ତ୍ରଣା ଭୟଙ୍କର ହେବ। ସେହି ସମୟରେ ଅବ୍ରାହମ କହିଲେ, ବର୍ତ୍ତମାନ ସମୟରେ ଏହି ସ୍ଥାନରୁ ସେହି ସ୍ଥାନକୁ କେହି ଯାଇପାରିବେ ନାହିଁ, କିମ୍ବା କେହି ସେହି ସ୍ଥାନରୁ ଏହି ସ୍ଥାନକୁ ଆସିପାରିବେ ନାହିଁ, କାରଣ ଆମର ବହୁତ ଡିଷ୍ଟାନ୍ସ ଅଛି। ତ ସେହି ସମୟରେ ଧନୀ ବ୍ୟକ୍ତି କହିଲେ ଅବ୍ରାହମଙ୍କୁ, ତାହେଲେ ପିତା, ତୁମେ ଲାଜାରଙ୍କୁ ପୃଥିବୀକୁ ପଠାଇ ଦିଅ। ପୃଥିବୀରେ ଯାଇ ଲାଜାର ଆମ ଲୋକମାନଙ୍କୁ କୁହନ୍ତୁ, ଆମ ଲୋକମାନେ ଯେମିତି ଏହି ସ୍ଥାନକୁ ନ ଆସନ୍ତୁ, ସେଥିପାଇଁ ସେମାନେ ପ୍ରସ୍ତୁତ ହୁଅନ୍ତୁ, ସେମାନେ ଜାଗ୍ରତ ହୁଅନ୍ତୁ। ସେମାନଙ୍କୁ ଲାଜାର ଉଠିକି ଯାଆନ୍ତୁ ଏବଂ ପୃଥିବୀରେ ଥିବା ଲୋକମାନଙ୍କୁ, ଆମ ଲୋକମାନଙ୍କୁ କହିଦିଅନ୍ତୁ। ତ ଜଣେ ମଣିଷ ମଲା ପରେ ତାର ମାନସିକ ଚେତନା ଖତମ ହୁଏ ନାହିଁ, ତାର ମାନସିକ ଚେତନା ଆହୁରି ଅନେକ ଗୁଣ ଭାବରେ ବୃଦ୍ଧି ହୁଏ। ସେହି ସମୟରେ ତା ମନରେ ଚେତା ପଶିଯାଏ। ଆପଣ ପୃଥିବୀରେ ଥିବା ସମୟରେ କୌଣସି ଧାର୍ମିକ କଥା କହିଥିବେ, ପୃଥିବୀରେ ଥିବା ସମୟରେ ଲୋକମାନେ ତାକୁ ଗ୍ରହଣ କରିପାରନ୍ତି ନାହିଁ, ବିଶ୍ୱାସ କରିପାରନ୍ତି ନାହିଁ। ନର୍କରେ ନିଆଁ ଅଛି, ନର୍କରେ କଲବଲ ହୁଅନ୍ତି, ସ୍ୱର୍ଗରେ ଆରାମ ଅଛି, ଶାନ୍ତି ଅଛି, ସେହି କଥାକୁ ପୃଥିବୀର ଲୋକମାନେ ଗ୍ରହଣ କରିପାରନ୍ତି ନାହିଁ ସହଜରେ। କିନ୍ତୁ ଯେତେବେଳେ ଜଣେ ମନୁଷ୍ୟ ମରିଯାଏ, ମଲା ପରେ ତାର ଆତ୍ମା, ତାର ଚେତନା ଶକ୍ତି ବୃଦ୍ଧି ହୋଇଥାଏ ଏବଂ ସିଏ ନିଜ ମଲା କଥାକୁ ତ ସେ ଭାବିଥାଏ ଏବଂ ସେ ଦେଖନ୍ତୁ ତାଙ୍କର ଘରେ ଥିବା ଲୋକମାନେ, ପୃଥିବୀରେ ଥିବା ଲୋକମାନେ, ବଞ୍ଚିଥିବା ଲୋକମାନଙ୍କର ପାଇଁ ମଧ୍ୟ ଚିନ୍ତା କରେ ଏବଂ କହୁଅଛି ଯେ ତାଙ୍କୁ ଯାଇକିରି କହୁ, ଲାଜାର ପ୍ରଭୁ ପଠାଇ ଦିଅନ୍ତୁ। କିନ୍ତୁ ସେହି ସମୟରେ ଅବ୍ରାହମ କହୁଛନ୍ତି ଯେ କିଛି ଦରକାର ନାହିଁ, ପୃଥିବୀରେ ପବିତ୍ର ବାକ୍ୟ ବାଇବେଲ ଅଛି, ସେହି ସ୍ଥାନରେ ଲେଖାଯାଇଥିବା ପ୍ରତ୍ୟେକ ବିଷୟ ତମ ଲୋକମାନେ ପାଳନ କରନ୍ତୁ। କିନ୍ତୁ ସେହି ସମୟରେ ଧନୀ ବ୍ୟକ୍ତି କହୁଛନ୍ତି ଯେ ସେମାନେ ବାଇବେଲ ପଢ଼ିଲେ ମଧ୍ୟ ପରିବର୍ତ୍ତନ ହେବେ ନାହିଁ ପ୍ରଭୁ। ସେମାନଙ୍କୁ ମଲା ଲୋକ, ଏହି ଜାଗା ଦେଖିଥିବା ଲୋକମାନେ ଯାଇକି କହିଲେ ହିଁ ବିଶ୍ୱାସ କରିବେ। ଏକ୍ଜାକ୍ଟଲି କଥା, ପୃଥିବୀର ଲୋକମାନେ ନର୍କରୁ ଜଣେ ଆସିକି, ମରିକି ଆସିକି କହିଲେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। ସ୍ୱୟଂ ଯୀଶୁଖ୍ରୀଷ୍ଟ ଯାଇକି ସେମାନଙ୍କୁ କହିଲେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ସେହି ସମୟରେ ଆମର ଅବ୍ରାହମ କହୁଛନ୍ତି ଯେ ଯେଉଁ ଲୋକ ପବିତ୍ର ବାକ୍ୟ ବାଇବେଲକୁ ବିଶ୍ୱାସ କରେ ନାହିଁ, ସେ ମରିକି ଉଠି ଯାଇକି କହିଲେ ମଧ୍ୟ ବିଶ୍ୱାସ କରିବ ନାହିଁ। ସେମାନଙ୍କୁ ବାଇବେଲ ବିଶ୍ୱାସ କରିବାକୁ ବାଧ୍ୟ, ବାଇବେଲକୁ ସେମାନେ ଗ୍ରହଣ କରିବାକୁ ପଡ଼ିବ। ତେବେ ଆପଣ ଏହି ଯେ ଘଟଣା ଯୀଶୁଖ୍ରୀଷ୍ଟ କହିଛନ୍ତି, ଏହି ଘଟଣାରୁ କ'ଣ ଶିଖିଲେ? କ'ଣ ମଲା ପରେ ଲାଜାରଙ୍କ ଆତ୍ମା ଏପଟେ ସେପଟେ ବୁଲୁଥିଲା କି? କ'ଣ ମଲା ପରେ ସେ ଧନୀ ଲୋକର ଆତ୍ମା ଏପଟେ ସେପଟେ ବୁଲୁଥିଲା କି? ଯଦି ବୁଲୁଥାନ୍ତା ତାହେଲେ ନିଜ ପରିବାର ଲୋକମାନଙ୍କୁ ସେ ଡରେଇକି କହିଥାନ୍ତା, ନଚେତ୍ କୌଣସି ଲୋକମାନଙ୍କର ସ୍ୱପ୍ନରେ ମଧ୍ୟ କହିଥାନ୍ତା। ସେ ସ୍ୱପ୍ନରେ ମଧ୍ୟ ନିଜ ଲୋକମାନଙ୍କ ସହିତ କଥା ହେବାର ତାର ଅଧିକାର ନାହିଁ। ତେବେ ଆପଣ ବର୍ତ୍ତମାନ କହିବେ ଯେ ତାହେଲେ ଆଜ୍ଞା, ଯେତେ ସବୁ ଆମେ ଦେଖୁଅଛୁ, ଶବ୍ଦ ଗୁଡ଼ିକ ଶୁଣୁଅଛୁ, ଯେଉଁ ଡରେଇବାର କଥା ଦେଖୁଅଛୁ, କେଉଁଠି ଜଣେ ଲୋକ ମରିଗଲା, ବିଶେଷ କରି ଜଣେ ଲୋକ ମରିଗଲା ପରା, ଇମିଡ଼ିଏଟଲି ତାର ଆତ୍ମା ଗୁଡ଼ିକ ଲୋକମାନଙ୍କୁ ଦେଖା ଦେଇଥାଏ, ଲୋକମାନଙ୍କୁ କହିଥାଏ। କେଉଁଠି ସାଉଣ୍ଡ ଶୁଭାଯାଏ, କେଉଁଠି ପାଟି କରିବାର ଶୁଭାଯାଏ, ରାସ୍ତାରେ, ନଚେତ୍ ଘରେ, ନଚେତ୍ ବାହାରେ, ରାତି ସମୟରେ ଏମିତି ଶବ୍ଦ ଗୁଡ଼ିକ ଶୁଣାଯାଏ। ଏକ୍ଜାକ୍ଟଲି ତା ଭଳି ସ୍ୱର ମଧ୍ୟ ଶୁଣିବାକୁ ମିଳିଥାଏ। ଏଇଟା କ'ଣ? ତ ଏଇଟା ତ ଖାସ୍ କଥା, ଏଇଟା ତ ମୁଖ୍ୟ ବିଷୟ। ଲୋକମାନେ ଏଥିରେ ତ ଭ୍ରାନ୍ତ ହୋଇଛନ୍ତି। ପ୍ରିୟର ଭାଇ ଭଉଣୀମାନେ, ଆପଣ କେବେ ମଧ୍ୟ ମଲା ଲୋକମାନଙ୍କର ପୃଥିବୀରେ
आराधना करंतु नहीं, पूजा करंतु नहीं, सम्मान जणातु नहीं, कारण से माने पृथ्वी रे नहांती, से माने जाई आउ गोटे जगार अछंती। आपण कबर को जाउछंती, कबर रे सम्मान जणाउछंती, कबर रे पूजा करूछंती, महम जळाउछंती, तार किछि लाभ नाही। से समाधि रे किबा से कबर रे से व्यक्ति नाही, से ऑलरेडी अन्य जगह को जाई अछि। मु आपण मानकु सही जो पृथ्वी रे देखा जाउथिबा सही जो मनुष्यर आत्मा संपर्क रे शेष रे कहिबी आमाने जो अनुभूति आमानकर अछि जे आमाने अमुक लोक मरीगला, तार आत्मा को आमे देखिलु, से पार्टी करिबार आमे शुणिलु, से निजर सांगसाथी मानकु देखा हेला, से निजर सांगसाथी लोक मानकु डरेइला, ए समस्त प्रैक्टिकल विषय गुडी को माने पृथ्वी रे देखु अछु। ए संपर्क रे आमाने टिके परे कथा हेबा। देखंतु एवरी 9:27-28 लिखा जाइछि, मनुष्य मानक निमंते जेपरि थरे मात्र मृत्यु आउ ताहा परे विचार निरूपित अछि। थरे मात्र मृत्यु तापर डायरेक्ट विचार निरूपित अछि। से मनुष्य पृथ्वी रे बुली परिबने, से मनुष्य आउरी जगत रे बेणे तेणे बुले नाही। आमानकर विश्वास रही अछि आमाने जणे मनुष्य मरीगले से पीस स्थान रे शांतिर स्थान रे विश्राम करिथाए। आउ गोटे व्यक्ति जे कि अधर्म काम करिथाए, प्रभुंकर ठारू अलगा होइथाए, प्रभु को से ग्रहण करि न थाए, से व्यक्ति कौन करे पाताल रे रहिथाए। आ पाताल कौन, नरक कौन, अनेक विषय तार डिफरेंस रही अछि। तेबे मनुष्य थरे जदि मरीगला ताहारे तार सीधा विचार निरूपित होइक रहि जाउछि। तेबे आपण एबे भी कहूथिबे जे ताहले आज्ञा से आमे जो देखिचु से भूत जो से गचरे थिला आज्ञा, से नदी रे थिला आज्ञा, से पार्टी करूथिला, से लोक परी स्वर हेउथिला, नले केमिति से जानी थांता, ता स्त्री को से केमिति चिनिला, तार झियोर ना धरी की डाकिला आज्ञा, तार पसंद खाद्य मागिला आज्ञा, सेटा केमिति संभव? निश्चय तो तार सही जो रही अछि भूत आत्मा सीए तो निश्चय हेइथिबो ना, नचेत केमिति हबो? किंतु जीशु ख्रीष्टंकर एही कहानी ताठू अलगा अटे, ताठू संपूर्ण अलगा अटे। मनुष्यर आत्मा सीधा मृत्यु हेउ हेउ से जाए पीस स्थान रे, शांतिर स्थान रे विश्राम करे, नचेत पाताल रे थाई कष्ट भोग करिथाय। एबे मजा कथा लास्ट कथा है जे जो आपण देखुछंती आत्मा गुडी को शब्द शुणुछंती, डरेबार शुणुछंती, सी मृत्यु लोकर आत्मा नुहे। आपण जाकू शुणी बहुत दुख करती, बहुत आनंदित होती, आशा करती, जाहु आम पाखरे सी अच्छी, आसुची, बुलुची, खाऊची, पिउची, से समस्त शब्द गुड़िक सत अटे, किंतु ताहा मृत व्यक्तिर आत्मा नुहे। आपण भल भाव जानिथिबे, जेतेबेले आपण ख्रिस्टियन व्यक्ति निश्चय जानिथिबे जे जेतेबेले लुसिफर दूत पृथ्वी रे पतित हैला, से अनेक दूत माननकु नहीं पृथ्वी रे पड़िला, पृथ्वी रे ओल्हेइकी आसिला, पृथ्वी रे ताकु माने पकई दिया गला। आउ से माने ही एई सब कांड करंती, से माने भल भाव जानती, आपणकर मन कथा जानती, आपण कौन करुछंती ताहा जानती। से माने प्रत्येक लोक मानकर नकल करि पारंती, से मानकु पूजा दरकार, आराधना दरकार, कोउटी मध्य तांकु टिके मध्य से माने पूजा पाइबा आवश्यक, सम्मान पाइबा आवश्यक, एवं तांकर लक्ष्य हैला मनुष्य समाज को भ्रांत करिबा। देखंतु जो जो ख्रिस्टियन लोक माने मृत्यु हेबा परे जो डुमा कहउछंती देशिया भाषा रे, आ जो आत्मा कहउछंती पृथ्वी रे आत्मा बुलु अछि, अतृप्त आत्मा कहउछंती, से समस्ते भ्रांत हो जाइछंती। जो लोक माने ख्रिस्टियन होई मध्य से आत्मा पाई प्रार्थना करूछंती, आत्मा आसीथिला किछि खाइबा पाई दउछंती, से माने भ्रांत होइकी अछंती। काहेकि भ्रांत होइकी अछंती? से माने निजर लोक मानकर आत्मा सहित तो कथा नाही, वार्ता नाही, किछि नुहे, सेटा संपूर्ण फर्जरी। किंतु से माने से शैतान रो आत्मा माननकु पूजा करूछंती। एबे आपणकर पुओ जदि मरी जाइछि, आपणको आसिकी से कबाड़ बाड़ेकी कहूछि बापा बापा, आपण विश्वास करंतु नाही, सेटा आपणकर पुओर आत्मा नुहे, बरम शैतान रो आत्मा। एवं शैतान घुरी बुलु अछि, सब स्थान से बुलिकिरी अछि, आउ से जणे लोक मरी गले तार नकल करी करी बोले, काले
କାଳେ ମୋତେ ସେ ଲୋକର ଆତ୍ମା ବୋଲି ପୂଜା କରନ୍ତୁ, କିଛି ଖାଇବାକୁ ଦିଅନ୍ତୁ। ଆଉ ପ୍ରାୟ ଲୋକମାନଙ୍କର ଆଦିବାସୀ ଅଞ୍ଚଳଗୁଡ଼ିକ ଆପଣ ଦେଖିଥିବେ, ଜଣେ ଲୋକ ମରିଗଲା ପରେ ତା'ର ଆତ୍ମା ପାଇଁ କିଛି ଭୋଜି ଭାତ କରନ୍ତି। ସେ ଆତ୍ମା ପାଇଁ, ଆତ୍ମା ଯେମିତି ଫେରି ଆସିବ, ଆତ୍ମା ଯେମିତି ଶାନ୍ତି ପାଇବ, ତା ପାଇଁ ବୋଲିକିରି କିଛି କୁକୁଡ଼ା, ଛେଳି, ଘୁଷୁରୀ ଏମିତି ବଳି ଦିଅନ୍ତି। ମୁଁ ଦେଖିଛି ସେମିତି ହୁଏ। ଆଉ ସେମାନେ ସେଇଟା ଶ୍ରଦ୍ଧାର ସହିତ କରନ୍ତି, ସ୍ନେହର ସହିତ କରନ୍ତି, ନିଜର ପୁଅ ପାଇଁ କରନ୍ତି, ନିଜର ଝିଅ ପାଇଁ କରନ୍ତି। ଆମ ପୁଅ ମରିଗଲା, ତା'ର ଆତ୍ମା ଘରକୁ ବାହୁଡ଼ି ଆସୁ, ସେ ଆସିପାରୁନାହିଁ, ଏଥିପାଇଁ କରାଯାଏ। କିନ୍ତୁ ସେ ସମସ୍ତ ଯେଉଁ ଖର୍ଚ୍ଚ ବାର୍ଚ୍ଚ କରାଯାଏ ତାହା ଶୈତାନ ପାଇଁ ଅଟେ। এই କଥା ନିରାଟ ସତ୍ୟ ଅଟେ। ଆମର ଖ୍ରୀଷ୍ଟିଆନ ଲୋକମାନଙ୍କର ବିଶ୍ୱାସ କେବେ ମଧ୍ୟ ଅଧୁରା ନୁହେଁ। ଆପଣ ଆଉ ଗୋଟେ ଖାସ କଥା ଜାଣିଥିବେ, କିଛି ଦିନ, ମୃତ୍ୟୁର କିଛି ଦିନ ପର୍ଯ୍ୟନ୍ତ ସେ ଆତ୍ମା ମାନେ ଘୁରି ବୁଲନ୍ତି, ପାଟି କରନ୍ତି, ଡରାନ୍ତି, କିନ୍ତୁ ଆସ୍ତେ ଆସ୍ତେ ଗାୟବ। କୁଆଡ଼େ ଯାଏ? ଯଦି ବାସ୍ତବରେ ଆପଣଙ୍କର ପୁଅର ଆତ୍ମା ହେଲେ ଆପଣଙ୍କ ପାଖାପାଖି ରହିଥାନ୍ତା, କିନ୍ତୁ ସେ ଆସ୍ତେ ଆସ୍ତେ ଗାୟବ ହୋଇଯାଏ। କାରଣ ଲୋକମାନେ ଜାଣନ୍ତି ନାହିଁ ଶୈତାନର ଚାଲାକି। ଶୈତାନ ଆସ୍ତେ 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 ସେମାନଙ୍କ ଠାରୁ ଯେତିକି ମାନେ ପାଇବା କଥା, ସେମାନଙ୍କୁ ଯେତେ ଭ୍ରାନ୍ତ କରିବା କଥା ଭ୍ରାନ୍ତ କରିସାରିଲା ପରେ, ସେମାନଙ୍କୁ ମେଣ୍ଟାଲି ଡିପ୍ରେସନ୍ କରିବା ପରେ ସେ ଆସ୍ତେ ଆସ୍ତେ ଚାଲି ଯାଇଥାଏ। ଆଉ କେତେଜଣ ତ ସେଇ ଘଟଣା ଗୁଡ଼ିକ ଦେଖି ମଧ୍ୟ ବହୁତ ଭାଙ୍ଗି ପଡ଼ନ୍ତି, ବହୁତ ଦୁଃଖ କଷ୍ଟର ସହିତ ରୁହନ୍ତି। କିନ୍ତୁ ଆପଣଙ୍କ ପୁଅର ଆତ୍ମା ଯାଇ ସେହି ଅବ୍ରାହ୍ମଙ୍କ କୋଳରେ ଥିବ, ପାରଦୀସରେ ଥିବ, ନଚେତ୍ ଆପଣଙ୍କର ପୁଅର ଆତ୍ମା ଯାଇକି ସେ ପାତାଳରେ ଥିବ। ଆଉ ସେ ପାତାଳ ଆଉ ଯେଉଁ ଅବ୍ରାହ୍ମଙ୍କର କୋଳ, ଯେଉଁ ପାରାଦୀସ କୁହାଯାଉଛି, ଯୀଶୁଖ୍ରୀଷ୍ଟ ମୃତ୍ୟୁ ସମୟରେ କହିଥିଲେ, ତୁମେ ଆଜି ମୋ ସହିତ ପାରାଦୀସରେ ଦେଖା ହେବ। ତ ସେ ପାରଦୀସ ବର୍ତ୍ତମାନ ରେଷ୍ଟ କରୁଥିବା ଜାଗା, ବିଶ୍ରାମ କରୁଥିବା ଜାଗା। ଆଉ ତାହା ସେହି ସ୍ଥାନରେ ଥିବା ଲୋକମାନେ ନୂତନ ଆକାଶମଣ୍ଡଳ, ନୂତନ ପୃଥିବୀକୁ ପ୍ରବେଶ କରିବେ। କିନ୍ତୁ ଏହି ପାତାଳରେ ଥିବା ଲୋକମାନେ ଏଇଠି ବର୍ତ୍ତମାନ କମ୍ ଟେମ୍ପରେଚରରେ, ଅଳ୍ପ ତାପମାତ୍ରାରେ କଷ୍ଟ ଭୋଗ କରୁଛନ୍ତି। କିନ୍ତୁ ସେମାନେ ଅତି ଶୀଘ୍ର ସେମାନଙ୍କର ଯେ ସ୍ଥାନାନ୍ତରିତ ହେବାର ସ୍ଥାନ ରହିଅଛି ତାହା ହେଲା ଅଗ୍ନିମୟ ହ୍ରଦ, ପ୍ରକାଶିତ ବାକ୍ୟରେ ଲେଖାଯାଇଛି। ତେବେ ପ୍ରିୟର ଭାଇ ଭଉଣୀମାନେ, ବର୍ତ୍ତମାନ ଯେଉଁ ଭ୍ରାନ୍ତ କରାଯାଉଛି, ଭୂତ ଆମେ ଦେଖିଲୁ, ସେ ଆତ୍ମା ଦେଖିଲୁ, ହ୍ୟୁମାନ ସାଗର ଆତ୍ମା ମୋତେ କଥା କହିଲେ, ହ୍ୟୁମାନ ସାଗର ମୋତେ ଏମିତି ଦେଖାହେଲେ, ଏସବୁ ମିଛ କଥା, ଭ୍ରାନ୍ତ କଥା, ଏମାନଙ୍କର ଭଣ୍ଡାମି ଅଟେ। ଏମାନେ ଲୋକମାନଙ୍କୁ ଭ୍ରାନ୍ତ କରିବାର ଏବଂ ତାଙ୍କ ପଛରେ ପଡ଼ିଥିବା ସେ ନ୍ୟୁଜ୍ ବାଲାମାନଙ୍କର ମଧ୍ୟ ଲାଜ ଟିକେ ନାହିଁ ଯେ ଭ୍ୟୁଜ୍ ପାଇଁ ବୋଲି ସେହି ବ୍ୟକ୍ତିଙ୍କୁ ବ୍ୟବହାର କରୁଛନ୍ତି। ଆମ ଦେଶରେ ତ ଲୋକମାନେ ଏହି ପ୍ରକାର ଅନ୍ଧବିଶ୍ୱାସକୁ, ଅଲୌକିକ ଶକ୍ତିକୁ ଦେଖିବା ପାଇଁ ବହୁତ ଚାହାନ୍ତି। ଯେମିତି ହାଟ ବଜାରରେ କିଏ ଯଦି ମ୍ୟାଜିକ୍ ଦେଖାଉଥିବ, ମୁଁ ତନ୍ତ୍ର କରୁଛି, ମନ୍ତ୍ର କରୁଛି, ବେକ କାଟି ଦେଉଛି, ଲୋକମାନେ ରୁଣ୍ଡ ହୋଇଯାଆନ୍ତି। ସେହି ପ୍ରକାର ଲୋକମାନେ ରୁଣ୍ଡ ହେବେ। ଆଉ ନ୍ୟୁଜ୍ ବାଲାମାନେ ମଧ୍ୟ ସେହି ଯେଉଁ ଭୂତ ସଭାପତିଙ୍କୁ କିଛି ସ୍କ୍ରିପ୍ଟ ଦେଇଥିବେ, ଏମିତି କହିବ, ସେମିତି କହିବ, ଏବଂ ଲୋକମାନଙ୍କୁ ଭୁଆଁ ବୁଲନ୍ତି। ଏଥିପାଇଁ ମୁଁ କହୁଥିଲି, ହ୍ୟୁମାନ ସାଗର ନାଁରେ ଏମାନେ ମଜାକ ଉଡ଼ାଉଛନ୍ତି। ଅନ୍ୟ କୌଣସି ଯଦି ଲୋକ, ଜଣେ ରାଜନୈତିକ ଦଳର ନେତା ଏମିତି ମରିଥାନ୍ତା, କିମ୍ବା କୌଣସି ଗୋଟେ ଧର୍ମଗୁରୁ ଏମିତି ମରିଥାନ୍ତେ, ଲୋକମାନେ ଏମିତି କରିବା ପାଇଁ ସାହସ କରିନଥାନ୍ତେ। କାରଣ ହ୍ୟୁମାନ ସାଗର ଜଣେ ଖ୍ରୀଷ୍ଟିଆନ ଲୋକ, ସେ ଅଳ୍ପ ସଂଖ୍ୟକ ଲୋକମାନଙ୍କର ଜଣେ ବ୍ୟକ୍ତି, ତାଙ୍କ ବିଷୟରେ କହିଲେ କିଛି ଅସୁବିଧା ନାହିଁ। ଏଇଟା ହେଲା ବାସ୍ତବ କଥା। ଧନ୍ୟବାଦ।